ଯେ ଆମେ ଯଦି ଜଣେ ଜ୍ୟୋତିଷଙ୍କ ପାଖକୁ ଯାଉଛୁ ସେ ଆମକୁ କହୁଛନ୍ତି ଯେ ଭବିଷ୍ୟତରେ ଆପଣଙ୍କର ଗୋଟେ ଭୟଙ୍କର ଦୁର୍ଘଟଣା ଅଛି, ଆପଣ ଏଇ ପ୍ରତିକାରଟି କରନ୍ତୁ, ଦୁର୍ଘଟଣାକୁ ଏଡ଼େଇ ଦିଆଯାଇପାରିବ। ଏକଥା କ'ଣ ସତ? ଜଣେ ଜ୍ୟୋତିଷ ଚାହିଁଲେ ଆଗାମୀ ଭବିଷ୍ୟତର ଏକ ବିରାଟ ଦୁର୍ଘଟଣାକୁ ପରିବର୍ତ୍ତନ କରିଦେଇପାରିବ? ଜଣେ ଶିକ୍ଷକ ଏବଂ ଛାତ୍ର ଭିତରେ ସମ୍ପର୍କ ଯାହା, ଜଣେ ଜ୍ୟୋତିଷ ଏବଂ ଜ୍ୟୋତିଷଙ୍କ ପାଖକୁ ଆସିଥିବା ବ୍ୟକ୍ତି ଭିତରେ ସମ୍ପର୍କ ହେଉଛି ସେୟା, ବିଶେଷ କିଛି ଫରକ ନାହିଁ। ଶିକ୍ଷକଙ୍କର କାର୍ଯ୍ୟ ହେଲା ପ୍ରତ୍ୟେକ ଛାତ୍ରକୁ ନିଜର ପୁଅ ଝିଅ ବୋଲି ଭାବି ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା। କିନ୍ତୁ ସବୁ ପିଲାମାନଙ୍କର ସ୍ମୃତି ଶକ୍ତି ସମାନ ନଥାଏ, ଏକାଗ୍ରତା ସମାନ ନଥାଏ। ସେଥିପାଇଁ ତାଙ୍କ ଭିତରୁ କିଏ ଅଧିକ ଭଲ ପଢ଼ିଥାଏ, କିଏ କମ୍ ପାଠ ପଢ଼ିଥାଏ, କିଏ ଫେଲ୍ ହେଇଥାଏ। ଏମିତି ଜ୍ୟୋତିଷଙ୍କ ପାଖକୁ ଯେଉଁମାନେ ସବୁ ଆସନ୍ତି, ପ୍ରଶ୍ନକର୍ତ୍ତା ପ୍ରଶ୍ନ କରିବା ପାଇଁ ଆସନ୍ତି, ସେମାନଙ୍କୁ ଯାହା କୁହାଯାଏ, ଗୋଟେ ଛୋଟ ଉଦାହରଣ ଦେଉଛି। ଅଷ୍ଟମ ସ୍ଥାନରେ ଯଦି ରାହୁ ଏବଂ ମଙ୍ଗଳ ଉଭୟ ଯୁକ୍ତ ହେଇକରି ରହିଛନ୍ତି, କିମ୍ବା ଲଗ୍ନରେ ଶନି ମଙ୍ଗଳ ଉଭୟ ଯୁକ୍ତ ହେଇକରି ରହିଛନ୍ତି, କିମ୍ବା ଷଷ୍ଠରେ ମଙ୍ଗଳ କେତୁ ଯୁକ୍ତ ହେଇକରି ରହିଛନ୍ତି, ତାହେଲେ ଦୁର୍ଘଟଣା ଏବଂ ଶାରୀରିକ ସମସ୍ୟା ଜୀବନ କାଳ ଭିତରେ ଅନେକ ଥର ଦେଖାଦେବ। ଏଇଟା 100 ନୁହଁ, ମାନେ 1,00,000% ଗ୍ୟାରେଣ୍ଟି। ସେଇ ଦୁର୍ଘଟଣାକୁ ଏଡ଼େଇ ଦିଆଯାଇପାରିବ। କହୁଛି ଜଣେ ଯଦି ଧରନ୍ତୁ ତାର କର୍ମଭାବ ଭଲ ଅଛି, କର୍ମସ୍ଥାନରେ ଭଲ ଗ୍ରହ ଅଛନ୍ତି, ଭାଗ୍ୟଭାବ ଭଲ ଅଛି, ଭାଗ୍ୟସ୍ଥାନରେ ଭଲ ଗ୍ରହ ବସିଛନ୍ତି, ତ ସେଥିପାଇଁ ସେ IAS ହେଇପାରେ, IPS ହେଇପାରେ, କି ମୁଖ୍ୟମନ୍ତ୍ରୀ ହେଇପାରେ, କି ଭାରତର ରାଷ୍ଟ୍ରପତି ହେଇପାରେ, ଅଲଗା କଥା। ତାର ଅର୍ଥ କ'ଣ ତାଙ୍କୁ କ୍ୟାନ୍ସର ହବନି? ନା ତାର ଅର୍ଥ ତାଙ୍କର ଦୁର୍ଘଟଣା ହବନି? ଦୁର୍ଘଟଣା ହେଉଛି ଗୋଟେ ଅଲଗା ଯୋଗ। ଯଦି ଦୁର୍ଘଟଣା ଯୋଗ ଅଛି ତାହେଲେ ନିଶ୍ଚିତ ଦୁର୍ଘଟଣା ହେବ। କେତେ ବଡ଼ ବଡ଼ ଲୋକ, ବହୁତ ବଳିଷ୍ଠ ବ୍ୟକ୍ତିତ୍ୱ, କିଏ ପ୍ଲେନ୍ କ୍ରାସ୍ରେ, କିଏ ସଡ଼କ ଦୁର୍ଘଟଣାରେ, ଏମିତି ସବୁ ମରିଛନ୍ତି। ସେମାନଙ୍କ ପାଖରେ କୋଟି କୋଟି ଟଙ୍କା ଅଛି, ସେମାନେ ବହୁତ କିଛି କରିପାରିଥାନ୍ତେ, କିନ୍ତୁ ସେମାନେ ମାନି ନାହାନ୍ତି, ଶାସ୍ତ୍ରୀୟ ନିୟମକୁ ମାନି ନାହାନ୍ତି। ଦୁର୍ଘଟଣାକୁ ଏଡ଼ା ଯାଇ ପାରିବା ପାଇଁ ଯେଉଁ ପ୍ରତିକାର ଅଛି, ଯଦି ପ୍ରକୃତରେ ଆମେ ସେଇ ପ୍ରତିକାରକୁ କରିବା, ନିୟମକୁ ପାଳନ କରିବା, ପୂର୍ବଜନ୍ମର ପ୍ରାରବ୍ଧ ଅନୁସାରେ ଦୁର୍ଘଟଣାଟା ଆସିବ, କିନ୍ତୁ ହୁଏତ ଜଷ୍ଟ ଆପଣଙ୍କ ଦେହକୁ ଘଷି ହେଇଯାଇପାରେ, କିନ୍ତୁ ଆପଣଙ୍କର ହାତ ଗୋଡ଼ ଭାଙ୍ଗିବନି କି ଆପଣ ମରିବେନି, ଏଇଟା ନିଶ୍ଚିତ କଥା।